ଜଗନ୍ନାଥ ଜୟ ଗୋବିନ୍ଦ। ଆମର ବାଲ୍ୟଲୀଳାର ଆଜି ଷଷ୍ଠ ଅଧ୍ୟାୟରେ କଂସ ରାଗିକିରି ତ ଆଜ୍ଞା ଗୋପପୁରକୁ ଖିନବିନ କରିଦେବାକୁ ଚାହିଁଛି, ଯାହାକୁ ପାରୁଛି ତାକୁ ମାରିବ, ଏ କରିବ, ଏମିତି ସବୁ ଚାଲିଛି। ଗୋପପୁରକୁ ଇନ୍ଦ୍ରକୁ କହିଛି 7 ଦିନ ବର୍ଷା କରିକିରି ଗୋପପୁରକୁ ପୁରା ବୁଳେଇ ଦିଅ ଏକଦମ। କଂସ ରାଗି ବର୍ଷା କରାଇଲେ 7 ଦିନ। କୃଷ୍ଣ ରକ୍ଷା କଲେ ଗୋପପୁର, କାଣି ଆଙ୍ଗୁଠିରେ ଧରି ଗିରି ଗୋବର୍ଦ୍ଧନ। କଂସ ରାଗି ବର୍ଷା କରାଇଲେ 7 ଦିନ, କୃଷ୍ଣ ରକ୍ଷା କଲେ କାଣି ଆଙ୍ଗୁଠିରେ ଟେକି ଗୋବର୍ଦ୍ଧନ, ଗିରି ଗୋବର୍ଦ୍ଧନ। ଆଜ୍ଞା ବାଲ୍ୟଲୀଳାରେ ଏଇଟା ସବୁଠୁ ଗୋଟେ ବଡ଼ ପର୍ବ। 7 ଦିନ ଜୀବଜନ୍ତୁ ଗୋରୁ ଗାଈ ମାରିଦେବା ପାଇଁ ବର୍ଷା ଲାଗି ରହିଛି। ଭଗବାନ 1.5 ବର୍ଷର କାହ୍ନାଇ ଗିରି ଗୋବର୍ଦ୍ଧନକୁ କାଣି ଆଙ୍ଗୁଠିରେ ଟେକି ଆଜ୍ଞା ଗୋପପୁରକୁ 7 ଦିନ ରକ୍ଷା କଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ଉଦ୍ଧବ ପଚାରିଥିଲା ଯେ ଆପଣ କାହିଁକି ଏତେ କଷ୍ଟ କରିଥିଲେ, ତା ସମୟ ଆସିଲେ ମୁଁ କହିବି। କାଲି ସୁଦାମ ଚରିତ୍ର କରିବା। ସୁଦାମାର ବାଲ୍ୟଲୀଳା ଭିତରେ ମଧ୍ୟ ଥିଲା ସୁଦାମା ସୁବଳଙ୍କ ସହିତ ଗୋରୁ ଚରାଇବା ବିଷୟରେ ଦିନେ ଖାଇବା ନେଇନାହାନ୍ତି, ସେଟା କ'ଣ ହେଇଛି କାଲି ଅଧ୍ୟାୟରେ ହେବ। ଗତକାଲି ମୁଁ ଭିଡ଼ିଓ କରିପାରିନି, ଗାଁରେ ଗୋଟେ ଫଙ୍କସନ୍ ଥିଲା, ମା ଜୟନ୍ତୀ ଦେବୀଙ୍କର ପୂର୍ଣ୍ଣାହୁତିରେ ଶୁଭ ସନ୍ଧ୍ୟାରେ ଆମେ ସେଠି ଫଙ୍କସନ୍ କରୁଥିଲୁ, ଡ୍ୟାନ୍ସ ପ୍ରୋଗ୍ରାମ୍। ତେଣୁ ଆଜି ଷଷ୍ଠ ଅଧ୍ୟାୟ କରିଛି, ଆଗାମୀକାଲି ସପ୍ତମ ଅଧ୍ୟାୟ ହେବ। ଜୟ ଜଗନ୍ନାଥ, ଜୟ ଗୋବିନ୍ଦ, ଜୟ କୃଷ୍ଣ, ଜୟ ମଙ୍ଗଳମୟ ମଧୁସୂଦନ।